ଅବିକା ପର୍ଯ୍ୟନ୍ତ ଯାହା ଡାଟା ଅଛି 20,58,000 ଲୋକ ଇକେୱାଇସି ଅବିକା ପର୍ଯ୍ୟନ୍ତ କରିନାହାନ୍ତି। ଆଜି ଲାଷ୍ଟ ଡେଟ୍ ଅଛି। ତ ଯେଉଁମାନେ ନ କରିବେ ସେମାନଙ୍କର କଥାଟା ଆମେ ପୁଣି ବିଚାର କରିବୁ। ମୁଁ ଭାବୁଛି ଏଟା ସସ୍ପେଣ୍ଡେଡ଼ କରିକି ଆମେ ରଖିବୁ। ଆମେ ତାଙ୍କୁ ଏଇ ନାଁରେ ଯେଉଁ କାର୍ଡ଼ ଅଛି ଆଉ ଚାଉଳ ଇସ୍ୟୁ କରିବୁ ନାହିଁ। ଚାଉଳ ଇସ୍ୟୁ ନ କଲେ ଆପେ ଧରା ପଡ଼ିବ ମାନେ ଫଲ୍ସ କାର୍ଡ଼ କି ନାହିଁ ପ୍ରକୃତରେ ଲୋକ ଅଛନ୍ତି। ସେମାନେ ଆସିବେ, ଯେଉଁମାନଙ୍କର କଟିଯିବ ଚାଉଳ ନ ଯିବ ସେମାନେ ଆସିବେ, ଆସିଲେ ଇକ୍ୱାଇସ୍ କରିବେ। ଇକ୍ୱାଇସ୍ କଲେ ପୁଣି ଆମେ ତାକୁ ରିନ୍ୟୁଆଲ୍ କରିବୁ। ବୁଝିପାରିଲେ? ଆମେ 3 ମାସ ପର୍ଯ୍ୟନ୍ତ ଏମିତି ସସ୍ପେଣ୍ଡେଡ଼ ଅବସ୍ଥାରେ ତାକୁ ରଖିବୁ। ଯିଏ 3 ମାସ ଭିତରେ ଆସୁଥିବ ତାର ଇକ୍ୱାଇସ୍ କରିକି ତାକୁ ରିନ୍ୟୁଆଲ୍ କରିକି ଛାଡ଼ୁଥିବୁ। 3 ମାସ ଭିତରେ ଯଦି ନହେଲା, ଜଣେ ନ ଆସିଲା ତାକୁ ପୁରା କ୍ୟାନସେଲ୍ କରିଦେବୁ। ଧାନ କିଣା ଅବଧି ଆଜି ସରିଯାଉଛି। ମୁଁ ସେଥିପାଇଁ କହିଛି ଯେଉଁମାନଙ୍କର ଟୋକନ୍ ରହିଯାଇଛି ବା ଧାନ ରହିଯାଇଛି ସେମାନେ ମଣ୍ଡିକୁ ତାଙ୍କର ଧାନ ଆଣିଛନ୍ତି, ସେମାନେ ତାଙ୍କର ଆଉ ଆଇ ସ୍କାନ୍ କରିନିଅନ୍ତୁ ଏବଂ ସେଟା ରେକର୍ଡ଼େଡ଼ ହେଇଯିବ ଯେ ପ୍ରକୃତରେ ମାନେ ଆଣିଛନ୍ତି ଏବଂ ତାକୁ ଆମେ ପରେ ଟିକେ ଡେରି ହେବ ଉଠାଇବାକୁ, କିନ୍ତୁ ଆମେ ସମସ୍ତଙ୍କର ଆଇ ସ୍କାନ୍ କରିକି ରେକର୍ଡ଼ କରିକି ଆମେ ନେଇଯିବୁ। ଛତିଶଗଡ଼ ଧାନ ଆମେ ଅନେକ ଜାଗାରେ ସିଜ୍ କରିଛୁ, ତାକୁ କଣ୍ଟ୍ରୋଲ ଅବସ୍ଥାକୁ ଆମେ ଆଣିଛୁ। ଏମିତି ନୁହେଁ ଯେ ଖାଲି ଛତିଶଗଡ଼ ଧାନ, ପ୍ରାୟ ଆମର ଲୋକମାନଙ୍କର ଧାନ ଆଗରୁ କ'ଣ ହେଉଥିଲା 3100 ଟଙ୍କା ମିଳୁନଥିଲା, ଅଳ୍ପ ରେଟ୍ ମିଳୁଥିଲା। ସେଥିପାଇଁ ଅନ୍ୟ ରାଜ୍ୟକୁ ଲୋକ ଅଧିକାଂଶ ଧାନ ପଳାଇ ଯାଉଥିଲା। କିନ୍ତୁ ଯେତେବେଳେ ଆମେ 3100 ଟଙ୍କା ଦେଲୁ ସେଇ ଧାନ ଗୁଡ଼ାକ ଏଇଠି ରହିଗଲା ଆଉ ଅନ୍ୟ ରାଜ୍ୟକୁ ନ ଯାଇକି। କିନ୍ତୁ ଖାଲି ଛତିଶଗଡ଼ ଧାନ ପଶି ଆସୁଛି ବୋଲି କହିବାଟା ଭୁଲ ହେବ। ଯେମିତି ମୁଁ ଆପଣଙ୍କ ପୁରୀର ବ୍ରହ୍ମଗିରି ଉଦାହରଣ ଦେଉଛି। ଗତ ବର୍ଷ 1,98,000 କୁଇଣ୍ଟାଲ ଧାନ ଆମେ କିଣିଥିଲୁ, କିନ୍ତୁ ଏଥରକ 6 ଲକ୍ଷ କିଣି ସାରିଲୁଣି, ମାନେ 3 ଗୁଣ କିଣି ସାରିଲୁଣି। ତେଣୁ ମୁଁ ଯେତେବେଳେ ଖବର ନେଲି, ମୁଁ କହିଲି ଧାନ ଆସିଲା କେଉଁଠୁ, ସେ କହିଲେ ଯେ ଆମେ ବାହାରକୁ ଏ ଧାନ ପଳାଉଥିଲା, ଯେହେତୁ ଅଧିକା ରେଟ୍ ମିଳିଲା ଆଉ ବାହାରକୁ ନ ଯାଇକି ସେ ଧାନ ସେ ଆମକୁ ବିକିଲେ। ତେଣୁ ଯେଉଁ ଫାର୍ମାର୍ସ ମାନେ ରେଜିଷ୍ଟ୍ରେସନ୍ ନିଜର କରିଛନ୍ତି ସେମାନେ ଧାନ ନେଇ ଆସନ୍ତୁ କେଉଁଠି ମଣ୍ଡିକୁ, କିମ୍ବା ଯଦି ଧାନ ନ ଆସିପାରିବେ ବି ଏଠି ଆଇ ସ୍କାନ୍ କରିଦେଇକି ରେକର୍ଡ଼ କରିଦେଲେ ବି ହେବ। ତେଣୁ କିନ୍ତୁ ଯଦି ସେଇ ଯେଉଁ ମିଲରକୁ ଆମେ ଦେବୁ, ସେଇ ମିଲର ସିକ୍ୟୁରିଟି ଯଦି ଥିବ ଆମେ ଦେଇପାରିବୁ, ସିକ୍ୟୁରିଟି ଯଦି ନଥିବ ଆମେ ଦେଇପାରିବୁନି। ତ ଏ ଅବସ୍ଥାରେ କୌଣସି ପ୍ରୋବ୍ଲେମ୍ ଆଉ ନାହିଁ। ପ୍ରାୟ 19 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଲାଣି ରବିରେ। ଆମେ ଗତ ବର୍ଷ ଧାନ କିଣା ହେଇଥିଲା 12 ଲକ୍ଷ ମେଟ୍ରିକ୍ ଟନ୍ ମାତ୍ର, ଏ ବର୍ଷ 19 ଲକ୍ଷ ମେଟ୍ରିକ୍ ଟନ୍ ପ୍ରାୟ ଟଚ୍ କରିଗଲାଣି। ତେଣୁ 7 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଏ ବର୍ଷ ଅଧିକା କିଣା ହେଇଛି। ଆମେ ଚାହୁଁଛୁ ସମସ୍ତଙ୍କର ଧାନ କିଣା ହେବ, କୌଣସି ବି ଗୋଟେ ଧାନ ମାନେ ଚାଷୀର ଟୋକନ୍ ଲାଭ ନ ହେଉ ଆମ ଉଦ୍ଦେଶ୍ୟ।